ଦେଖନ୍ତୁ ମଦ ଖାଇଲାଣି ସାଙ୍ଗସାଥି ତୁ ତୁ ମେ ମା ଭଉଣୀ ସବୁ ହଉଛନ୍ତି ତା ଭିତରେ ଝଗଡ଼ା ହଉଛି ଭଲ ଅଛି ଏଇତ ଏବେ ଟେନି ସାଥ ଯିଏ ମଦ ପାଇଁ କଣ ସବୁ ଜାତି କରିଥିବ ସେ ରାଗରେ ତାକୁ ଲୋକ ଲୋକ ମାରିଥିବ କି ସେ ନିଜେ ମାରିଥିବ ଆଣିଛି ସେଇ ନା ଆଉ ଆମର କୌଣସି କାହା ସହିତ ଶତ୍ରୁତା ନାହିଁ କି ଆମ କାହା ସହିତ ଝଗଡ଼ା ଝାଟି ନାହିଁ। ପ୍ରକୃତରେ ଯୋଉ ଟେନିସ୍ ପାତ୍ର କିଏ କିଭଳି ଭାବରେ କଣ ଶତ୍ରୁତା ଥିଲା କି ବା ପୂର୍ବରୁ ଯାହା କୁହାଯାଉଥିଲା ତାଙ୍କ ସହିତ ପରିବାର ସହିତ ଝଗଡ଼ା ଥିଲା ବିବାଦ ଥିଲା କଥା କୁହାଉଛି ତ ଯେହେତୁ ସେ ବ୍ୟବସାୟ କରୁଥିଲେ ତାଙ୍କ ପାଖରେ କାମ କରୁଥିଲେ ତ କାଲି କଣ ଏମିତି ଘଟଣା ଘଟିଲା ଯାହା ଫଳରେ ଏମିତି ଅତି ନିର୍ମମ ଭାବରେ ତାକୁ ହତ୍ୟା କରିଛନ୍ତି। ଆମେ କଥା ହେବା ଯିଏ ଅଛନ୍ତି ଯିଏ ପ୍ରଭାତ ଭାଇ ଅଛନ୍ତି ଭାଇ ଗତକାଲି ଆପଣଙ୍କ ଘରେ ଥିଲେ ଭାଇ ମଧ୍ୟ ଥିଲେ ସେ ତାଙ୍କୁ ଯାହା କୁହାଉଛି ଯେ ଟେନିସ୍ ପାତ୍ରଟାକୁ ଡାକି ନେଇକି ଆସିଲେ କିନ୍ତୁ ସକାଳୁ ଦେଖିଲା ବେଳକୁ ତାଙ୍କର ମର ଶରୀର ଭୀମପୁର କେନାଲ ପଠାରେ ପଡିଛି। ଆଜ୍ଞା ତାକୁ ବ୍ରୁଟଲି ମର୍ଡର କରିଛନ୍ତି ଆଗ ତ ତା ସହିତ ଝଗଡ଼ା ଝାଟି ଥିଲା ଆଉ ମଦ ବୋତଲ ଦେଖାଉ ତ କାଚ ମଦ ବୋତଲ ତା ମୁହଁରେ ପୁରା ହେଇଛି ଆଉ ତ କୌଣସି ହତ୍ୟାରେ ତ ମରା ଯାଇନି ଜଣା ପଡ଼ିଯାଉଛି ମରା ଯାଇଛି ତାକୁ ସେ ହିଁ ମୁଖ୍ୟ ଆସାମୀ ସିଏ ଧରା ପଡ଼ିଲେ ଆଉ ବାକି ତା ସହଯୋଗୀ ସବୁ ଧରା ପଡ଼ିବେ। କାଲି କହୁଛନ୍ତି ଆପଣଙ୍କ ମା ମଧ୍ୟ ପ୍ରତିକ୍ରିୟା ଦଉଥିଲେ ରାତି 12টাରେ ସେ ଡାକିଲେ ଯଦି ବ୍ୟବସାୟିକ କଥା ଅଛି କଥା ହେଇପାରିଥାନ୍ତେ ରାତି ପାଇଲେ ବି କଥା ହେଇପାରିଥାନ୍ତେ ଏମିତି କଣ ଘଟଣା ଘଟିଲା ଯେ ଦେଖିଲା ବେଳକୁ ତାଙ୍କର ଡେଡ୍ ବଡି ମିଳୁଛି। ଦେଖନ୍ତୁ ବାଲି ମାଫିଆ ଆପଣ ଭଲ ଭାବେ ଜାଣିଥିବେ ସେ ଲାଇନ କଣ ସେଥିରେ ଚୋର ଚାଣ୍ଡାଳ ସବୁ ଅଛନ୍ତି ଇଏ ସେଇ ଲାଇନରେ ତାକୁ ସେ ପାତ୍ର ଗାଡି ବୁଝାବୁଝି କରୁଥିଲା ଆଇଦର ତ ତା ସହିତ ଝଗଡ଼ା ହେଇପାରେ କି ତା ସହଯୋଗୀ ମାନେ ଅଛନ୍ତି ମଦ ଦେଖନ୍ତୁ ମଦ ଖାଇଲାଣି ସାଙ୍ଗସାଥି ତୁ ତୁ ମେ ମା ଭଉଣୀ ସବୁ ହଉଛନ୍ତି ତା ଭିତରେ ଝଗଡ଼ା ହଉଛି ଭଲ ଅଛି ଏଇତ ଏବେ ଟେନି ସାଥ ଯିଏ ମଦ ପାଇଁ କଣ ସବୁ ଜାତି କରିଥିବ ସେ ରାଗରେ ତାକୁ ଲୋକ ଲୋକ ମାରିଥିବ କି ସେ ନିଜେ ମାରିଥିବ ଆଣିଛି ସେଇ ନା ଆଉ ଆମର କୌଣସି କାହା ସହିତ ଶତ୍ରୁତା ନାହିଁ କି ଆମ କାହା ସହିତ ଝଗଡ଼ା ଝାଟି ନାହିଁ ଅନ୍ ରେକର୍ଡିଂ ମୁଁ କହୁଛି ମୋ ନାଁ ବିରଞ୍ଚି ବେହେରା ମୋ ନାଁ ବଳିଆ ବି ଜାଣିଛନ୍ତି ସମୟ ଜାଣିନ୍ତି ମୋର କୋଉଠି ଝଗଡ଼ା ଝାଟି କିଛି ନାହିଁ ଆମ ଦି ଭାଇଙ୍କର କୋଉଠି ଝଗଡ଼ା ଝାଟି ଆମେ ସିମ୍ପଲ ଆମେ ଖଟୁଥିଲୁ ଖାଉଥିଲୁ। ତାହେଲେ ଆପଣ ଯୋଜନାବଦ୍ଧ ଭାବରେ ତାକୁ ଡାକି ଆଣିଛନ୍ତି ନିଶା ସେବନ କରିଛନ୍ତି ମଦ୍ୟପାନ କରିଛନ୍ତି ତାପରେ ହତ୍ୟା କରିଛନ୍ତି। ଏକଦମ ସତ କଥା କହିଲେ ଏଇଆ ହିଁ କରିଛନ୍ତି ଅଲରେଡି ତା ଆଗରୁ ଝଗଡ଼ା ଥରେ ହେଇସାରିଛି ନ ହେଇଥାନ୍ତା ଝଗଡ଼ା ନ ହେଇଥାନ୍ତା ତାପରେ ସେ ପିଲାକୁ ବି ସେ ତା ମାଲିକ ବି ଗୋଟେ ଥର ମାନେ ଚେତେଇଥିଲି ମୋ ଭାଇ କି ତୋ କାମ ନେ ନା ସେ ଲାଇନ ଖରାପ ସେ ମଦ ଫଦ ଖାଇ ପୁରା ଖରାପ ହେଇଗଲା ତାକୁ ଆମେ ଥରେ ଚେତେଇଛୁ ବାର ଚେତେଇଛୁ ତା ବାଦ ବି ସେ ତାକୁ ଡାକି ତା ବାଦ ସେ ଚେତେଇଲା ପରେ ତାପରେ ବି ସେ ତା ଝଗଡ଼ା କରିକି ଚାକିରି ଛାଡ଼ି ଦେଇଥିଲା ପୁଣି ତାକୁ ସେ ଡାକିକି ନେଇଛି। ଆପଣ ଶୁଣୁଥିଲେ ତାଙ୍କ ଭାଇ ଯାହା କହିବା କଥା ଯୋଉ ଗୁରୁତର ଅଭିଯୋଗ କରିଛନ୍ତି ଏଠି ପୂର୍ବ ବିବାଦ ବା ନିଶା ସେବନ କରାଯାଇଛି ବା ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା କଥା କହୁଛି। ଘଟଣାସ୍ଥଳରେ ପାହାଳ ଥାନା ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିସାରିଛି ସାଇଣ୍ଟିଫିକ ଟିମ୍ ମଧ୍ୟ ଆସିବ ତ ବର୍ତ୍ତମାନ ଟେନିସ୍ ପାତ୍ର କିଏ ତାର ବର୍ତ୍ତମାନ ସୁଦ୍ଧା ତାକୁ ହିଁ ଧରା ପଡ଼ିଲେ ପରବର୍ତ୍ତୀ ସମୟରେ ଜଣାପଡ଼ିବ ଯିଏ ଅଛନ୍ତି ଆଇଆଇସି ଅଛନ୍ତି ଆମେ ତାଙ୍କଠାରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିବା ପ୍ରକୃତରେ ଘଟଣା ପଛର କଣ କାରଣ ରହିଛି। ଆଜ୍ଞା ବର୍ତ୍ତମାନ ଅଶ୍ୱିନୀ ବାବୁ ଗୋଟେ ଘଟଣା ଇନସିଡେଣ୍ଟ ଘଟିଛି କଣ କହିବା ପାଇଁ ଚାହିଁବେ। ঘটনাটা ঘটিছে গোটে মোটর আলিগেসন হয়েছে আমি ইনকোয়ারি করছু তদন্ত পরে আমি জাঁপারু। ବର୍ତ୍ତମାନ କେନାଲ ପଠାରେ ଗୋଟେ ଡେଡ୍ ବଡି ପଡିଛି ଯିଏକି ଅନନ୍ତପୁରର ଜଣେ হ্যাঁ আগে আমি তদন্ত করছু তাঁর গোটে রিপোর্ট দিয়েছেন আমি কেস করে তদন্ত করছি সাইন্টিফিক টিম ডাকিছু টাইম আসুছি ইনকোয়ারি চালিছি সব জনাই দেবো আমি সব তথ্য আপনার দৌছু কিছু সময় পরে দৌছু সবিশেষ তথ্য ନିହାତି ଭାବରେ ଦେଖନ୍ତୁ ବର୍ତ୍ତମାନ ଯେହେତୁ ପୋଲିସ ଆସିଛି ପ୍ରାଥମିକ ଭାବରେ ତଦନ୍ତ ଆରମ୍ଭ କରିଛି ଟେନିସ୍ ପାତ୍ର କିଏ ତାକୁ ଟ୍ରେସ୍ ଆଉଟ୍ କରିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି ତ ଟେନିସ୍ ପାତ୍ର ହିଁ ଧରା ପଡ଼ିଲେ ପ୍ରକୃତ କାରଣ ଜଣାପଡ଼ିବ କଣ ଘଟଣା ଘଟିଛି। ସ୍ୱପ୍ନର ଗାଡି କିଣିବା ଏବେ ଆଉ ସ୍ୱପ୍ନ ନୁହେଁ ଓଡ଼ିଶାର ସବୁଠୁ ଟ୍ରଷ୍ଟେଡ୍ ପ୍ରି ଓନ୍ଡ କାର ବ୍ରାଣ୍ଡ କାରମାର୍ଟ ଏବେ ଖୋଲି ଯାଇଛି ଆଦିତ୍ୟ ହୁଣ୍ଡାଇ ପାଖ ଗୋହେରିଆ ଟମାଣ୍ଡୋରେ 500ରୁ ଅଧିକ କ୍ୱାଲିଟି ଚେକ୍ କାର୍ ସହଜ ଫାଇନାନ୍ସ ଇନଷ୍ଟାଣ୍ଟ ଏକ୍ସଚେଞ୍ଜ ଏବଂ ସମ୍ପୂର୍ଣ୍ଣ ଟ୍ରାନ୍ସପେରେନ୍ସି ଆଜି ଭିଜିଟ୍ କରନ୍ତୁ ଓଡ଼ିଶା's ଲାର୍ଜେଷ୍ଟ ୟୁଜ୍ଡ କାର ଶୋରୁମ କାରମାର୍ଟ ଆଟ୍ ଗୋହେରିଆ ସ୍କ୍ୱାର ନିୟର ଆଦିତ୍ୟ ହୁଣ୍ଡାଇ ଟମାଣ୍ଡୋ।